ଶୁଣ ସୁଧୀଜନ ହରିହର ଗୁଣ କଥୋପକଥନ ହରିର ଆଗତ ଭବିଷ୍ୟତ ବାଣୀ କୃଷ୍ଣ ଅର୍ଜୁନେ ବୁଝାଇ ଗୋବିନ୍ଦ ବୋଇଲେ ସ୍ନେହ ପାତିବ ଯାହା ପଚାରିଲୁ ମୋତେ ହରିର ଆଗତ ଭବିଷ୍ୟତ ତତ୍ତ୍ୱ ବୁଝାଇ କହିବା ତୋତେ ସବୁ ରୀତିନୀତି ଓଲଟା ପଡ଼ିବ ମିନରେ ସଲିଚାଳନା ମିନରେ ସଲିଚାଳନା ବୋଇଲେ ରାଜ୍ୟରେ ଅକାଳକ ହେବ ସର୍ବେ ହେବେ ନିତ୍ୟମନା ବର୍ଷା ଋତୁରେ ମେଘ ଘଟୁଥିବ କିନ୍ତୁ ନ ବର୍ଷିବ ଜଳ ଶୂନ୍ୟ ଖାଲି ଘଡ଼ଘଡ଼ିରେ ବିଜୁଳି ଅଯଥା ହେବ ପ୍ରବଳ ଦିନେ ହିମ ପ୍ରବାହ ପ୍ରବଳ ଲୁଣା ଜଳେ ଥୋକେ ବୁଡ଼ି ସମୟ ଆକାଶ ଅମଳ ବର୍ଷିବ ଗୋଟାଏ ମରିରେ ପଡ଼ି ଏକ ବାଡ଼ି କଟିଆ ହୋଇଯିବ ବର୍ଷାର ମୁଣ୍ଡେ ବଦର ବିହନ ବୁଡ଼ିବ ବୃକ୍ଷ ପଡ଼ିବ ଦେଶ ହେବ ଧାରକାର କେତେବେଳେ ପୋଡ଼ି କେବେ ବା ମରୁଡ଼ି କେବେ ପୁଣି ନଈ ବଢ଼ି କେତେ ବାତ୍ୟା ବଳେ ଲୁଣା ଜଳ ମାଡ଼ି ପ୍ରକୃତି ଯିବ ବିଗିଡ଼ି ମୋହରି ନିର୍ଦ୍ଦେଶ ଅଚ୍ୟୁତ ଯେ ଭାଷେ ମାଣିକା ସତ୍ୟବଚନ ହରେ କୃଷ୍ଣ ନାମ ଧରୁଥିବେ ଯେତେ କୂଳକୁ ହେବେ ବିହନ ଶ୍ରୀ ଜଗନ୍ନାଥଙ୍କ ନେତ ଉଡ଼ିଯିବ ରତ୍ନ ଚାନ୍ଦୁଆରେ ଅଗ୍ନି ଆଗୁଣା ବସିବ ବଡ଼ ଦେଉଳରେ ଅଚ୍ୟୁତ ମାଳିକା ବାଣୀ ଦାରୁଦିଅଙ୍କର ମସ୍ତକ ଉପରେ ମାତାର ଯାଇବ ଶିର ଦାରୁଦିଅଙ୍କର ମସ୍ତକ ଉପରେ ବିରାଡ଼ି ଯାଇବ ଶିର ବଜ୍ରାଘାତେ ଶ୍ରୀ ମନ୍ଦିର ଚୂଡ଼ାରୁ ପଥର ମାନଙ୍କ ଶିର ରତ୍ନ ଛାଡ଼ି ତୋରି ହେବ ପୁଣି ମାଡ଼ି ଆସିବେ ଝୁଣ୍ଟାରେ ଦଳ କାନ୍ଦି ତାରା ଦୃଶ୍ୟ ହେବ ଆକାଶରେ ମାଳିକା ବାକ୍ୟ ଅଟଳ ଆଉ ଏକ ଗୃହ ଭବିଷ୍ୟବଚନ ଶୁଣ ହେ ପଣ୍ଡିତ ଜନ ଜଗନ୍ନାଥଙ୍କ ପରମ ଭକ୍ତ ଜଣେ ଋଷିଆ ଦେଶେ ଜନନ ଆସିଲେ ଶ୍ରୀକ୍ଷେତ୍ରେ ଦାରୁ ବ୍ରହ୍ମକୁ ସେ ରେଳରେ ଡିରେକ୍ଟ ନେଇ ବୈରୀ ଷ୍ଟେସନରେ ରେଳ ଅଟକିବ ଇଞ୍ଜିନ ଅଚଳ ହୋଇ ମହାପ୍ରଭୁ ସେଠୁ ଛତିଆ ତୋଳିବେ ରହିବେ ଛତିଆ ବଟେ ପୁରୀ କ୍ଷେତ୍ର ଭଳି ଛତିଆ ହୋଇବ 13 ଦିନ କାଳ ମୋଟେ ପୁରୀ କ୍ଷେତ୍ର ଭଳି ଛତିଆ ହୋଇବ 13 ଦିନ କାଳ ମୋଟେ। ହେ ସଜ୍ଜନ ମଣ୍ଡଳୀ ପୂଜ୍ୟ ମହାପୁରୁଷ ଅଚ୍ୟୁତାନନ୍ଦ ମାଳିକାରେ